ନୂଆ ରୂପ ନେଲା ଆଦିବାସୀ ବିକାଶ ସମିତି। ନାମରେ ହେଲା ପରିବର୍ତ୍ତନ, କାମରେ ମଧ୍ୟ ବହୁତ କିଛି। ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଆଦିବାସୀ ଏବଂ ଶିକ୍ଷା ବିକାଶ ସମିତି ଏବେ ଖୁବ୍ ଆଗରେ ଅଛି। ଶିଶୁ ଶ୍ରମିକରୁ ସମାଜସେବୀ ଅନନ୍ୟ ପ୍ରତିଭା ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ସମଗ୍ର ଭାରତବର୍ଷରେ ଏକ ଚର୍ଚ୍ଚିତ ଚେହେରା। ରତ୍ନଗର୍ଭା କେନ୍ଦୁଝର ଜିଲ୍ଲାର ରତ୍ନ ଖଣି ଅଞ୍ଚଳର ମଣି କୁହାଯାଉଥିବା 1946 ମସିହାର ଶିଶୁ ଶ୍ରମିକ ଆଜି ପ୍ରତିଭାବାନ ସମାଜସେବୀ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଏବଂ ଆପ୍ରାଣ ଉଦ୍ୟମ ତାଙ୍କୁ ଆଜି ଜଣେ ପ୍ରତିଷ୍ଠିତ ସମାଜସେବୀରେ ଆଖ୍ୟା ଦେଇଛି। ସେହିପରି ସାମାଜିକ ବିଚାରଧାରାରେ ଗାନ୍ଧୀ ବିନୋବାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ତାଙ୍କ ନାମରେ ନାମିତ ଅନୁଷ୍ଠାନ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଆଦିବାସୀ ଏବଂ ଶିକ୍ଷା ବିକାଶ ସମିତି ଏବେ ପାଦେ ଆଗରେ। ତେବେ ଆସନ୍ତୁ ଜାଣିବା ଏଥିନେଇ କ'ଣ କହୁଛନ୍ତି ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଆଦିବାସୀ ଏବଂ ଶିକ୍ଷା ବିକାଶ ସମିତି ଟ୍ରଷ୍ଟି ତଥା ଅନୁଷ୍ଠାନର ପରିଚାଳିକା ସମାଜସେବୀ ଦମନ। କେଉଁଝର ଜିଲ୍ଲା ହେଉଛି ଗୋଟିଏ ଖଣି ଖାଦାନ ଭରା ଅଞ୍ଚଳ ଏବଂ ଆଦିବାସୀ ବହୁଳ ଅଞ୍ଚଳ। ଏହି ଖଣି ଖାଦାନ ଭରା ଅଞ୍ଚଳରେ ଆଦିବାସୀମାନଙ୍କର ଶିକ୍ଷା ସହିତ ତଳେ ପଡ଼ି ରହିଥିବା ଯେଉଁ ତଳ ଶ୍ରେଣୀର ଲୋକମାନଙ୍କର ଶିକ୍ଷାର ବିକାଶ ପାଇଁ ତାଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଏଠାରେ 1964 ମସିହାରେ ଏକ ଶିକ୍ଷା ବିକାଶ କେନ୍ଦ୍ର ଖୋଲିଥିଲେ। ତାହା ବର୍ତ୍ତମାନ ଆଦିବାସୀମାନଙ୍କର ଶିକ୍ଷା କ୍ଷେତ୍ରରେ ଏବଂ କୁନି କୁନି ଛୁଆ ପିଲାମାନଙ୍କର ଛାତ୍ରଛାତ୍ରୀମାନଙ୍କର ଗୁଣାତ୍ମକ ଶିକ୍ଷା ଲାଗି ପଦ୍ମଶ୍ରୀ ଡକ୍ଟର ତୁଳସୀ ମୁଣ୍ଡା ଆଦିବାସୀ ଶିକ୍ଷା ବିକାଶ ସମିତି ପାଦେ ଆଗରେ। ଏହି ଅନୁଷ୍ଠାନ ବର୍ତ୍ତମାନ ନୂଆ ଢଙ୍ଗରେ ଆଗେଇ ଚାଲିଛି। ଅପାଙ୍କର ଆଦର୍ଶ ଏବଂ ଅପାଙ୍କର ନୀତିକୁ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ତାକୁ ଆଗେଇ ନେଇ ଚାଲିଛୁ।